ମଞ୍ଚାରୁ ପଡ଼ି ମାମୁ ମଲା ମତେ ତ ଦଇବ ରଖିଲା। କୃଷ୍ଣ ଭଗବାନ ଗୋପପୁରରେ କାହିଁକି ଲୁଚିକି ରହିଲେ? ଆଜ୍ଞା ଦେଖନ୍ତୁ ଆଜ୍ଞା, ଗୋମତ ଋଷିଙ୍କର ଅଭିଶାପରେ କଂସ ଗପକୁ ଯାଆନ୍ତୁ ନାହିଁ। ଯଦି ଗପକୁ ଯିବେ ତାଙ୍କ ମୂର୍ଧନାପାତ ହେବ। ତେଣୁ ଏଣେ ଶୂନ୍ୟବାଣୀ ହୋଇଛି ଯେ ବସୁଦେବ ଏବଂ ଦେବକୀଙ୍କ ଗର୍ଭରୁ ଯେଉଁ ଅଷ୍ଟମ ପୁତ୍ର ଜାତ ହେବ, 8 ବର୍ଷରେ ସେ କଂସଙ୍କର ପ୍ରାଣ ହାନି କରିବେ। ତେଣୁକରି ଗପପୁରରେ ରହିଲେ ଏବଂ ଯୁଗକୁ ଯୁଗ ହିଁ ମତେ ପରମାନନ୍ଦ ଏ ଜଗତେ ଯେତେ ଭକ୍ତ ଆଜ୍ଞା ସମସ୍ତେ ଗପପୁରରେ ଅଛନ୍ତି। ସେ ଭକ୍ତମାନଙ୍କୁ ତାରିବା ପାଇଁ ଯୁଗେ ଯୁଗେ ଭଗବାନ ଭକ୍ତମାନଙ୍କ ପାଇଁ ଅବତୀର୍ଣ୍ଣ ହୁଅନ୍ତି ବା ଅବତାର ନିଅନ୍ତି।